ସେନାଘାଟି ଗାଁକୁ ଗଲାନି ଆମ୍ବୁଲାନ୍ସ। 3 କିଲୋମିଟର ପର୍ଯ୍ୟନ୍ତ ଖଟିଆରେ ବୁହା ହେଲେ ଗୁରୁତର ରୋଗୀ। ଗାଁକୁ ଯିବା ପାଇଁ ନା ରହିଛି ରାସ୍ତା ସୁବିଧା, ଆଉ ସେଠାରେ ନା ଅଛି ମୋବାଇଲ ନେଟୱାର୍କ। ଆଉ ଏପରି ପରିସ୍ଥିତିରେ ଗାଁକୁ ଅବା ଆମ୍ବୁଲାନ୍ସ ପହଞ୍ଚିବ କେମିତି? ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ଗରଗଡ଼ ବାହାଲ ସେନାଘାଟି ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ସୂଚନା ଅନୁସାରେ ସେହି ଗାଁର ନାରାୟଣ ଦେହୁରୀ ନାମକ ଜଣେ ବ୍ୟକ୍ତି ଗାଁରେ ଜଣଙ୍କ ଘରେ ଛାତ ପକା କାର୍ଯ୍ୟ ଚାଲିଥିବା ବେଳେ ଛାତ ଉପରୁ ଖସି ପଡ଼ିଥିଲେ। ଏଥିରେ ତାଙ୍କର ମେରୁଦଣ୍ଡରେ ଗଭୀର ଆଘାତ ଲାଗିଥିଲା। ସେ ଚାଲିପାରି ନଥିଲେ। ଆମ୍ବୁଲାନ୍ସକୁ ଫୋନ୍ କରାଯାଇଥିଲା, କିନ୍ତୁ ସେଠାରେ ମୋବାଇଲ ନେଟୱାର୍କରେ ମଧ୍ୟ ଅସୁବିଧା ରହିଥିବା ଯୋଗୁଁ ଆମ୍ବୁଲାନ୍ସ ସହ ଯୋଗାଯୋଗ ସଠିକ୍ ଭାବରେ ହୋଇପାରି ନଥିଲା, ଯାହାଫଳରେ ଆମ୍ବୁଲାନ୍ସ ମଧ୍ୟ ବିଳମ୍ବରେ ପହଞ୍ଚିଥିଲା। ହେଲେ ଆମ୍ବୁଲାନ୍ସ ସେନାଘାଟି ଗାଁକୁ ପହଞ୍ଚି ପାରିଲା ନାହିଁ। ଆମ୍ବୁଲାନ୍ସ କର୍ମଚାରୀମାନେ ଗାଁକୁ ପହଞ୍ଚିଥିଲେ। ସେଠାରୁ ନାରାୟଣଙ୍କୁ ଏକ ଖଟିଆ ସାହାଯ୍ୟରେ ବୋହି 3 କିଲୋମିଟର ପର୍ଯ୍ୟନ୍ତ ଚାଲି ଚାଲି ଆମ୍ବୁଲାନ୍ସ ପାଖରେ ପହଞ୍ଚିଥିଲେ। ସେଠାରୁ ତାଙ୍କୁ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଥିଲା।